ତ ପିଲାମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତ +2 ସେକେଣ୍ଡ ଇୟର ପିଲାମାନଙ୍କୁ ପିଲା ଅନେକ ଅନେକ ସ୍ୱାଗତ ଜଣାଉଛି। ପୂର୍ବେ ଆମେ ଆଲୋଚନା କରୁଥିଲେ ରାଧାନାଥ ରାୟଙ୍କ ଦ୍ଵାରା ରଚିତ ପଦ୍ୟ ଯାହାର ନାମ ହଉଛି ବଡ ବଣ। ବୁଝିପାରିଲା? ପିଲେ ପୂର୍ବ ଭିଡିଓରେ ଆମେ ଦେଖିଥିଲେ ଯେ କବି କିଭଳି ଦରବାରରେ ସରି କବି କିଭଳି ବାରବାଟୀ ଦରବାରରେ ଉପସ୍ଥିତ ଗଡଜାତର ରାଜା କର୍ମଚାରୀ ଓ ଜମିଦାର ମାନଙ୍କୁ ବୁଝିପାରିଲା ଜୀବନର ସସୀମତା ସମ୍ପର୍କରେ ସୂଚାଇ ଦେଉଛନ୍ତି ଯେ କେତେବେଳେ ମଧ୍ୟ କାଳ ପହଞ୍ଚି ଯିବ ଏବଂ ଝିଙ୍କା ଝିଙ୍କି କରିବ। ବୁଝିପାରିଲା? ଯେତେ ମଧ୍ୟ ମୃତ୍ୟୁ ଆସିବ ଏବଂ ସେଇ କାଳରୁ ରକ୍ଷା ପାଇବା ପାଇଁ ବୁଝିପାରିଲା କଣ କରିବାକୁ ପଡିବ ବା ଯଦି ଆମେ କହିବା ପିଲେ ଏହା ପରୀକ୍ଷାରେ ଅନେକ ସମୟରେ ମଧ୍ୟ ପଡିଥିଲା। ମନୁଷ୍ୟ ଜୀବନରେ ବା ମନୁଷ୍ୟ ଜୀବନରେ ଧର୍ମର ଗୁରୁତ୍ୱ କଣ ବଡ ବଡ କବିତାରେ ପଠିତ କବିତାରେ ବିଚାର କର। ବୁଝିପାରୁଛ ନା ନାଇଁ? ବା ଏମିତି ମଧ୍ୟ ପଡେ ଯେ ମଣିଷ ଜୀବନରେ ଧର୍ମର ଗୁରୁତ୍ୱ କଣ ଆଲୋଚନା କର। ବୁଝିପାରିଲା? ତେଣୁ ମନ ଦେଇକି ପିଲେ ଏବଂ ଦେଖ ଏବଂ ଯାହା ଆମେ ପଢିବା ମନେ ଦେଇକି ଶୁଣ ଏବଂ ଆଉ ଥରେ ଗୋଟେ ମନ ଏଇ ଚ୍ୟାନେଲ ସମିତିଙ୍କୁ ଆଉ ଥରେ ଟିକେ ସ୍ୱାଗତ ଜଣାଉଛି। ପିଲେ ଭିଡିଓକୁ ଶେଷ ଯାଏ ନିହାତି ଦେଖିବ। ଶେଷରେ ନିଶ୍ଚିତ ଆଉ ଗୋଟେ କଥା ସେୟାର ଟିକେ କରିଦବା ଏବଂ ଯେଉଁମାନେ ବି ଚ୍ୟାନେଲକୁ ସବସ୍କ୍ରାଇବ କରୁନି ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ଯୋଉମାନେ କରିଦେଇଛ ସେଇ ବହୁତ ଧନ୍ୟବାଦ। ଆଉ ଯୋଉମାନେ କରିଦେଇଛ ଯୋଉମାନେ କରିନ ଚ୍ୟାନେଲକୁ ସବସ୍କ୍ରାଇବ କର। ତେଣୁ ଦେଖ ପିଲେ କଣ କହୁଛନ୍ତି କବିବାର ରାଧାନାଥ ରାୟ କହୁଛନ୍ତି ଦେଖ ତମମାନଙ୍କର 90 ନମ୍ବର ପୃଷ୍ଠାକୁ ଦେଖ ପିଲେ ବେଳ ଥାଉ ଥାଉ ଅରଜି ଧର ଜନ୍ମ ଅନୁରୂପେ ଦେଖାଅ କରମ। ଜନ୍ମ ଫଳ ଭବେ ବଡ ପଣ ପାଇ ଧର୍ମ ଫଳେ ତାକୁ କର ଚିରସ୍ଥାୟୀ। ବୁଝିପାରିଲା? କବିର ରାଧାନାଥ ରାୟ କହୁଛନ୍ତି କେତେବେଳେ ମଧ୍ୟ ମୃତ୍ୟୁ ଆସିଯାଇପାରେ କାରଣ ମୃତ୍ୟୁ କେତେବେଳେ ସ୍ଥାନ କାଳ କଥା ଦେଖିକି ଆସେନି ଆମେ ସମସ୍ତେ ଜାଣିଛେ ଏବଂ ମୃତ୍ୟୁ କାଳୀନ ଦୁଃଖ ଭାରି ଯନ୍ତ୍ରଣାଦାୟକ। ସେଇ ଦୁଃଖରୁ ଉଦ୍ଧାର ପାଇବା ପାଇଁ କଣ କରିବାକୁ ପଡିବ ନା ବେଳ ଥାଉ ଥାଉ ବେଳ ଥାଉ ଥାଉ ଧର୍ମ ଅର୍ଜନ କରିବାକୁ ପଡିବ। ତୁମେ ଏବଂ ପ୍ରଶ୍ନ କରିବ ସାର୍ ଧର୍ମ କଣ ତ ଆମେ ଜାଣିବା କଣ ଅର୍ଜନ କରିବୁ? ଏବଂ ଦେଖିଲେ ବେଳ ଥାଉ ଥାଉ ଆମେ କଣ ଅର୍ଜନ କରିବା ନା ଜନ୍ମ ଅନୁରୂପେ ଦେଖାଅ କରମ। ବାରବାଟୀରେ କରରେ ଉପସ୍ଥିତ ଗଡଜାତିର ରାଜା ଜମିଦାର ରାଜ କର୍ମଚାରୀ ମାନେ ବୁଝିପାରିଲା ରାଜ କର୍ମଚାରୀ ମାନେ ଜନ୍ମ ଅନୁରୂପରେ ନିଜ ନିଜର କର୍ମ ଦେଖାଅ କବିବର କହୁଛନ୍ତି। ଯୋଉ ଜନ୍ମ ପାଇନ କି କିଏ ରାଜା ହେଇକି ଜନ୍ମ ପାଇଛ ଥିଲେ ମନେ ରଖିଥା ରାଜା ପୁତ୍ର ରାଜା ହୁଏ। ସେତେବେଳେ ରାଜତନ୍ତ୍ର ଥିଲା ନା ନାଇଁ ରାଜାଙ୍କ ପୁଅ ରାଜା ହବ ମନ୍ତ୍ରୀଙ୍କ ପୁଅ ମନ୍ତ୍ରୀ ହବ। ବୁଝିପାରିଲା? କଟୁଆଳଙ୍କ ପୁଅ କଟୁଆଳ ହବ। ଥିଲା ନା ନାଇଁ ଜନ୍ମ ଅନୁରୂପରେ ଯାହା ପାଇଛ ସେ ତଦ ଅନୁଯାୟୀ କରମ ଦେଖ। ବୁଝିପାରୁଛନ୍ତି? କବିବର କହୁଛନ୍ତି
ବେଳ ଥାଉ ଥାଉ ବୁଝିପାରିଲା, ଧର୍ମ ଅର୍ଜନ କର। କେମିତି କରିବ ନା ଜନ୍ମ ଅନୁରୂପରେ କର୍ମ ଦେଖାଅ। ପରୀକ୍ଷାରେ ମଧ୍ୟ ପିଲାମାନେ ଆସେ ପିଲେ ମନେ ରଖିଥିବ, ଜନ୍ମ ଅନୁରୂପେ ପାଇଥିବା ବଡ ଗୁଣ ସଫଳତା ହେବ କିପରି। ଜନ୍ମ ଅନୁରୂପରେ ଯୋଉ ବଡ ଗୁଣ ପାଇଛ, କିଏ ରାଜା ହିସାବରେ ବଡ ଗୁଣ ପାଇଛ, କିଏ ମନ୍ତ୍ରୀ ହିସାବରେ ବଡ ଗୁଣ ପାଇଛ, ବୁଝିପାରିଲା। ଏଁ, କିଏ ରାଜ କର୍ମଚାରୀ ହିସାବରେ, କିଏ ରୂପେ ନା ଜନ୍ମ ରୂପେ ପାଇଯାଇଛ, ପରନ୍ତୁ କଣ କରିବ, ଜନ୍ମ ଅନୁରୂପେ, ବୁଝିପାରିଲା, ଜନ୍ମ ଜନ୍ମ ଅନୁରୂପରେ କର୍ମ ସମ୍ପାଦନ କରିବ ନା, ଯାହା ଫଳରେ ଯୋଉ ବଡ ଗୁଣ ପାଇଛ ସେଇ ବଡ ଗୁଣ ସୁରକ୍ଷା ହେଇପାରିବ। ଜନ୍ମ ଅନୁରୂପରେ କର୍ମ ଦେଖାଇଲେ ଆମେ ଧର୍ମ ଅର୍ଜନ କରିପାରିବା। କବି କହୁଛନ୍ତି, ଦେନ୍ କଣ କହୁଛନ୍ତି, ଜନ୍ମ ଫଳେ ଭବେ ବଡ କଣ ପାଇ, ଧର୍ମ ଫଳେ ତାକୁ କର ଚିରସ୍ଥାୟୀ। ବୁଝିପାରିଲା। ଜନ୍ମ ଫଳରୁ, ବୁଝିପାରିଲା, କେଉଁ ଜନ୍ମରେ କେଉଁ ମହତ କାର୍ଯ୍ୟ କରିଥିଲ ବୋଲି ଆଜି ରାଜା ବଂଶରେ ଜନ୍ମ ହୋଇଛ। ରାଜ କର୍ମଚାରୀ ଟିଏ ହୋଇଛ ବା ପିଲାମାନେ ଜାଣି ରଖ, ବିଭିନ୍ନ ଯୋଉ ପୋଜିସନ କୁ, ଯୋଉମାନେ ପୋଷ୍ଟକୁ, ଯୋଉମାନେ ପୋଷ୍ଟକୁ ଯାଆନ୍ତି, ଚାକିରି କଥା କହୁଛି ପିଲେ, ଯୋଉ ପୋଜିସନ ଯାଆନ୍ତି, ପୋଷ୍ଟ ତମେ ମାନେ ଯଦି ଯାଆନ୍ତି, ଏଠି ତମେ ମାନେ ପ୍ରଥମ କଥା ହଉଛି କର୍ମ। ଯଦି ଆମେ ଭଲ କରିବା ନା, କର୍ମ କରିବା ନା, ବୁଝିପାରିଲା, ଯଦି ଆମେ ଭଲ କର୍ମ କରିବା ନା, ତମର ସେଇ ଫଳ ମିଳିବ, ବୁଝିପାରିଲା, ତମକୁ ସେଇଭଳିଆ ଫଳ ମିଳିବ। ଆଉ ଗୋଟେ କଥା ହେଲା ଜନ୍ମ ଫଳ, ବୁଝିପାରୁଛ ନା ନାଇଁ, ଯଦି ତମେ ମାନେ ଭଲ କର୍ମ କରିଥିବ, ଭଲ ଜନ୍ମ ପାଇବ, ତାହେଲେ କବିଙ୍କର ରାୟ କହୁଛନ୍ତି ଯେ ଜନ୍ମ ଫଳରୁ ଆଜି ତୁମେ ମାନେ ଜନ୍ମ ଫଳ ଉଚ୍ଚ ପଦସ୍ଥ ହୋଇପାରିଛ, ବଡ ବଡ ରାଜ କର୍ମଚାରୀ, ଜମିଦାର ଏବଂ ରାଜା ହୋଇପାରିଛ ସେଇ ଜନ୍ମ ଫଳେ। ବୁଝିପାରିଲା, ଏଇ ଭବେ ଏଇ ସଂସାରରେ ତୁମେ ମାନେ ସମସ୍ତେ ବଡ ଗୁଣ ପାଇଛ। ବଡ ଗୁଣ ପାଇ ମାନେ ଶ୍ରେଷ୍ଠ ଗୁଣ ପାଇଛ, ବୁଝିପାରିଲା, ମହତ ପଣିଆ ପାଇଛ ବା ବଡ ଗୁଣ ସମସ୍ତେ ପାଇଛ, ପରନ୍ତୁ ପାଇଲେ ମଧ୍ୟ କଣ ହବ, ଧର୍ମ ଫଳେ ତାକୁ କର ଚିରସ୍ଥାୟୀ। ବାପା ଅଜା ଭଲ କାମ କରିଥିଲେ ବୋଲି ତ ସେମାନେ ବଡ ଗୁଣ ପାଇଥିଲେ, ତୁମେ ମାନେ ସିନା ସେଇ ଜନ୍ମ ଫଳରୁ ସିନା ସେଇ ଏଇ ଭବେ ଏଇ ସଂସାରରୁ ଜନ୍ମ ପାଇଛ, କିନ୍ତୁ ଏଇ ବାପା ଅଜାଙ୍କର ବଡ ଗୁଣ କିଭଳି ଚିରସ୍ଥାୟୀ କରିବ। ନା ଜନ୍ମ ଫଳରେ ନିଜର ଧର୍ମ କଣ, ରାଜଧର୍ମ। ରାଜାଙ୍କର ଧର୍ମ ହେଲା, ବୁଝିପାରିଲା, ପ୍ରଜା ମାନଙ୍କୁ ସୁଖରେ କାଳାତିପାତ କରିବା, ପ୍ରଜା ମାନଙ୍କୁ ସୁଖରେ ରଖିବା, ଏବଂ ଏଇଭଳି ଭାବରେ ଯାହା ରାଜଧର୍ମ କରିବ, ରାଜ ସରି ଧର୍ମ ଫଳେ ତାକୁ ଚିରସ୍ଥାୟୀ କର। ବୁଝିପାରିଲା, ତାହେଲେ ଏଇ ଜନ୍ମ ଫଳରୁ ଯୋଉ ବଡ ବଡ କହିଲେ ତାକୁ ଧର୍ମ ବଳରେ ହିଁ ଚିରସ୍ଥାୟୀ କରି, ଧର୍ମ ଆଚରଣ କରି, ବୁଝିପାରିଲେ ନା ନାଇଁ, ତାକୁ ଆମେ ଚିରସ୍ଥାୟୀ କରିପାରିବା। ଦେନ୍ କଣ ଅଛି ଏସବୁ ଦେଖ ପିଲେ, ଏସବୁ ପରବର୍ତ୍ତୀ ସମୟରେ ଆଲୋଚନା କରିବା, ଠିକ ଅଛି। ତାହେଲେ ଆଜି ପାଇଁ ବେଶ ଏତିକି।